କେବେ ଭାବିଛନ୍ତି ଗୋଟେ ରାଜନୈତିକ ଦୁର୍ଗ ଯାହା 15 ବର୍ଷ ଧରି ଅଭେଦ୍ୟ ଥିଲା ତାହା ହଠାତ୍ କେମିତି ଭାଙ୍ଗିଯାଏ? ଆଜି ଆମେ ଓଡ଼ିଶାର ନିମାପଡ଼ାର ସେହି କାହାଣୀକୁ ପାଖରୁ ଦେଖିବା, ଯେଉଁଠି 2024 ନିର୍ବାଚନ ଏକ ନୂଆ ରାଜନୈତିକ ମୋଡ଼ ନେଇ ଆସିଲା। ତେବେ ଆସନ୍ତୁ ଏହି ପୂରା ଘଟଣାକ୍ରମକୁ ପର୍ଯ୍ୟାୟକ୍ରମେ ବୁଝିବା। ପ୍ରଥମେ ଦେଖିବା ଆଶ୍ଚର୍ଯ୍ୟ କଲା ଭଳି ଫଳାଫଳକୁ, ତାପରେ ଜାଣିବା ଏହା ପଛର କାରଣ, 15 ବର୍ଷର ଧାରାକୁ ବିଶ୍ଳେଷଣ କରିବା, ଆଉ ଶେଷରେ ଦେଖିବା ଏଥିରୁ କ'ଣ ଶିଖିବାକୁ ମିଳୁଛି। ଆସନ୍ତୁ ଆମ କାହାଣୀ ଆରମ୍ଭ କରିବା ନିମାପଡ଼ାରୁ। ପୁରୀ ଜିଲ୍ଲାର ଏହି ନିର୍ବାଚନ ମଣ୍ଡଳୀ ଦୀର୍ଘ 15 ବର୍ଷ ଧରି ବିଜୁ ଜନତା ଦଳ ମାନେ ବିଜେଡି ପାଇଁ ଗୋଟେ ପକ୍କା ଗଳ ଥିଲା। କିନ୍ତୁ ଏଥର 2024ରେ ଲଗାତାର 3 ଥର ଜିତିବା ପରେ ବି ବିଜେଡିକୁ ଭାରତୀୟ ଜନତା ପାର୍ଟି ବା ବିଜେପି ତରଫରୁ ଏକ ବହୁତ କଡ଼ା ଟକ୍କର ସାମ୍ନା କରିବାକୁ ପଡ଼ିଲା। ଆଉ ସତ କହିବାକୁ ଗଲେ ଏହା କେବଳ ଏକ ନିର୍ବାଚନ ନଥିଲା, ଏହା ଥିଲା ଏକ ବଡ଼ ରାଜନୈତିକ ପରିବର୍ତ୍ତନର ସଂକେତ। ଆସନ୍ତୁ ଏବେ ସିଧା ସଂଖ୍ୟା ଉପରେ ନଜର ପକାଇବା। ଦେଖନ୍ତୁ, ପ୍ରାୟ 80% ମତଦାନ। ଏଟା ନିଜେ ହିଁ କହୁଛି ଯେ ଲୋକମାନେ କିଛି ଗୋଟେ ପରିବର୍ତ୍ତନ ଚାହୁଁଥିଲେ। ଆଉ ଜିତିବାର ବ୍ୟବଧାନ ମାତ୍ର 4588 ଭୋଟ। ମାନେ ଲଢ଼େଇ କେତେ ପାଖାପାଖି ଥିଲା ଆପଣ ଅନ୍ଦାଜ କରିପାରୁଥିବେ। ଏବେ ଭୋଟ ପ୍ରତିଶତକୁ ଟିକେ ଦେଖନ୍ତୁ। ବିଜେପି ଓ ବିଜେଡି ଭିତରେ ଫରକ ମାତ୍ର 2.33%। ଏହାର ସିଧାସଳଖ ଅର୍ଥ ହେଉଛି ଯଦି ପ୍ରତି 100 ଜଣ ଭୋଟରଙ୍କ ଭିତରୁ ମାତ୍ର 3 ଜଣ ବି ନିଜ ମନ ବଦଳାଇ ଦେଇଥାନ୍ତେ, ତେବେ ହୁଏତ ଫଳାଫଳ ଆଜି ସମ୍ପୂର୍ଣ୍ଣ ଅଲଗା ହୋଇଥାନ୍ତା। ତେବେ ଏତେ ବଡ଼ ଓଲଟାପାଲଟ ହେଲା କେମିତି? ଆସନ୍ତୁ ଏହା ପଛରେ ଥିବା 3ଟି ମୁଖ୍ୟ କାରଣକୁ ବୁଝିବା, ଯାହା ଭୋଟରମାନେ ନିଜ ଭୋଟ ମାଧ୍ୟମରେ ସ୍ପଷ୍ଟ ସଂକେତ ଦେଇଥିଲେ। ପ୍ରଥମ ଆଉ ସବୁଠୁ ବଡ଼ କାରଣ ଥିଲା ଲୋକଙ୍କ ଦୈନନ୍ଦିନ ଜୀବନର ସମସ୍ୟା। ଡ୍ରେନେଜ, ବିଜୁଳି, ରାସ୍ତା, ପାଣି। ବର୍ଷ ବର୍ଷ ଧରି ଏହି ଛୋଟ ଛୋଟ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାଗୁଡ଼ିକର ସମାଧାନ ନ ହେବାରୁ ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଥିଲା। ଆଉ ଏଇଥିପାଇଁ ଲୋକଙ୍କ ଭିତରେ ଗୋଟେ ଶବ୍ଦ ବହୁତ ଚର୍ଚ୍ଚାରେ ଥିଲା, ଛଦ୍ମ ବିକାଶ। ଏହାର ମାନେ ହେଲା ବଡ଼ ବଡ଼ ଯୋଜନା ତ ଘୋଷଣା ହେଉଛି, କିନ୍ତୁ ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନରେ ତାର କୌଣସି ଭଲ ପ୍ରଭାବ ଦେଖିବାକୁ ମିଳୁନି। ଦ୍ୱିତୀୟ ସଂକେତଟା ଥିଲା ପ୍ରାର୍ଥୀଙ୍କ ନିଜ ଛବି। ଯେତେବେଳେ ଜଣେ ପ୍ରାର୍ଥୀ ବାରମ୍ବାର ଦଳ ବଦଳାନ୍ତି, ତାଙ୍କ ନାଁରେ ଅପରାଧିକ ମାମଲା ଥାଏ, ସେତେବେଳେ ଭୋଟରଙ୍କ ମନରେ ତାଙ୍କ ବିଶ୍ୱସନୀୟତାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ। ଆଉ ଏଠି ବି ଠିକ୍ ସେଇଆ ହିଁ ହେଲା। ଆଉ 3 ନମ୍ବର କାରଣ ଥିଲା ଆଜିର ଯୁଗର ସବୁଠାରୁ ବଡ଼ ଶକ୍ତି, ଡିଜିଟାଲ ମିଡିଆ। ଏମିତି ଲାଗୁଥିଲା ଯେମିତି ଶାସକ ଦଳର ପାରମ୍ପରିକ ପ୍ରଚାର ଆଉ ନୂଆ ଯୁଗର ଭୋଟରଙ୍କ ମଧ୍ୟରେ କୌଣସି ଯୋଗାଯୋଗ ହିଁ ନଥିଲା। ଦେଖନ୍ତୁ, କଥାଟା ବହୁତ ସରଳ। ଆଜିକାଲିର ଯୁବପିଢ଼ି ହ୍ୱାଟ୍ସଆପ୍ ଆଉ ଇନଷ୍ଟାଗ୍ରାମରେ ବେଶୀ ସମୟ କାଟୁଛନ୍ତି। ବିଜେପି ଏହି କଥାକୁ ବୁଝିଲା ଆଉ ଠିକ୍ ସେଇଠି ନିଜ କଥା ପହଞ୍ଚେଇଲା। କିନ୍ତୁ ବିଜେଡିର ପ୍ରଚାର ସେମାନଙ୍କୁ ସେତେଟା ପ୍ରଭାବିତ କରିପାରିଲା ନାହିଁ। ହେଲେ ଗୋଟେ କଥା ମନେ ରଖିବାକୁ ହେବ, 2024ର ଏହି ପରାଜୟ କୌଣସି ଗୋଟିଏ ରାତିର ଘଟଣା ନଥିଲା। ଏହା ଥିଲା 15 ବର୍ଷ ଧରି ଧୀରେ ଧୀରେ କମୁଥିବା ସମର୍ଥନର ଶେଷ ପରିଣତି। ଏହି ଟାଇମ୍ଲାଇନ୍କୁ ଟିକେ ଭଲ ଭାବରେ ଦେଖନ୍ତୁ। 2009ରେ ଯେଉଁ ଦଳ 53%ରୁ ଅଧିକ ଭୋଟ ପାଉଥିଲା, ତାହା ପ୍ରତି ନିର୍ବାଚନରେ ଟିକେ ଟିକେ ଖସି ଖସି 2024ରେ 46%ରେ ପହଞ୍ଚିଗଲା। ଏହା ଏକ ସ୍ପଷ୍ଟ ସତର୍କ ଘଣ୍ଟି ଥିଲା, ଯାହାକୁ ହୁଏତ ଠିକ୍ ସମୟରେ ଗୁରୁତ୍ୱ ଦିଆଗଲା ନାହିଁ। ଆଉ ଏଇ ଚାର୍ଟଟିକୁ ଦେଖିଲେ ପୁରା କାହାଣୀଟା ପାଣି ଭଳି ସଫା ହୋଇଯାଉଛି। ଗୋଟିଏ ପଟେ ବିଜେଡିର ଭୋଟ ଧୀରେ ଧୀରେ କମୁଥିଲା, ଆଉ ଅନ୍ୟପଟେ ବିଜେପି ନିଜ ସ୍ଥିତିକୁ ଲଗାତାର ମଜବୁତ କରୁଥିଲା। 12.7%ରୁ ସିଧା 48.5%। ଏହା ଏକ ବହୁତ ବଡ଼ ଲମ୍ପ। ଆଚ୍ଛା, ତ ଏସବୁ ତ ଗଲା ବାହାର କାରଣ। କିନ୍ତୁ ଦଳ ଭିତରେ କ'ଣ ଚାଲିଥିଲା? ଆସନ୍ତୁ ସେଇ ବ୍ୟବସ୍ଥାଗତ ବିଫଳତା ଉପରେ ଟିକେ ନଜର ପକାଇବା। ମୂଳ କଥାଟା ହେଲା ଗୋଟେ ଡିସ୍କନେକ୍ଟ। ଦଳ ଉପରେ ବିକାଶର ଯେଉଁ କାହାଣୀ କହୁଥିଲା, ତାହା ତଳସ୍ତରରେ ଲୋକମାନେ ଅନୁଭବ କରୁଥିବା ବାସ୍ତବତାଠାରୁ ବହୁତ ଅଲଗା ଥିଲା। ଯେତେବେଳେ ରାସ୍ତାରେ ପାଣି ଜମେ, ସେତେବେଳେ ବଡ଼ ବଡ଼ ଯୋଜନାର କାହାଣୀ ଫିକା ପଡ଼ିଯାଏ। ଆଉ ଏହାର ସିଧା ପ୍ରଭାବ ପଡ଼ିଲା ସଂଗଠନ ଉପରେ। ରାଜ୍ୟ ନେତୃତ୍ୱ ଆଉ ତୃଣମୂଳ ସ୍ତରର କର୍ମୀଙ୍କ ମଧ୍ୟରେ ସମନ୍ୱୟର ଅଭାବ ଦେଖାଗଲା। ଯେତେବେଳେ ତଳସ୍ତରର କର୍ମୀଙ୍କ କଥା ଶୁଣାଯାଏ ନାହିଁ, ସେତେବେଳେ ତାଙ୍କ ମନୋବଳ ଭାଙ୍ଗିଯାଏ ଆଉ ନିର୍ବାଚନ ଲଢ଼ିବା କଷ୍ଟକର ହୋଇପଡ଼େ। ତବେ ଏତେ ସବୁ ପରେ ଆଗକୁ ରାସ୍ତା କ'ଣ? ନିମାପଡ଼ାରେ ଲୋକଙ୍କର ଭରସାକୁ ପୁଣି ଥରେ କେମିତି ଜିତା ଯାଇପାରିବ? ଏହି ବିଶ୍ଳେଷଣରେ ଏକ 3 ପର୍ଯ୍ୟାୟ ଯୋଜନା ବିଷୟରେ କୁହାଯାଇଛି। ପ୍ରଥମେ ନିଜ ଭୁଲକୁ ସ୍ୱୀକାର କରି ସଂଗଠନକୁ ସଜାଡ଼ିବା। ଦ୍ୱିତୀୟରେ ଲୋକଙ୍କ ପାଖକୁ ଯାଇ ତାଙ୍କ ସମସ୍ୟା ଶୁଣିବା। ଆଉ ତୃତୀୟରେ ଏମିତି କାମ କରି ଦେଖାଇବା ଯାହା ଲୋକଙ୍କୁ ସତରେ ଦେଖାଯିବ। ତ ମୋଟାମୋଟି ଭାବେ କହିବାକୁ ଗଲେ ମୁଖ୍ୟ କଥା ହେଲା ଏୟା
ଯେ ଆଗକୁ କେବଳ ଭଲ ସ୍ଲୋଗାନ କାମ ଦେବନି, ଏମିତି ବିକାଶ କରିବାକୁ ପଡ଼ିବ ଯାହାକୁ ଲୋକମାନେ ନିଜ ଦୈନନ୍ଦିନ ଜୀବନରେ ଦେଖିପାରିବେ ଆଉ ଅନୁଭବ କରିପାରିବେ। ତେବେ ଶେଷରେ ନିମାପଡ଼ାର ଏହି ପୂରା କାହାଣୀ ଆମ ସମସ୍ତଙ୍କୁ କ'ଣ ଶିଖାଉଛି? ସବୁଠାରୁ ବଡ଼ ଶିକ୍ଷା କ'ଣ? ଶେଷରେ ନିମାପଡ଼ା ଆମକୁ ଗୋଟିଏ କଥା ବହୁତ ସ୍ପଷ୍ଟ ଭାବେ ଶିଖାଉଛି। ରାଜନୀତିରେ କିଛି ବି ଚିରସ୍ଥାୟୀ ନୁହେଁ। ଯଦି କୌଣସି ଦଳ ନିଜ ଭୋଟରଙ୍କ ମୌଳିକ ସମସ୍ୟାକୁ ଅନଦେଖା କରେ ତେବେ ତାର ପତନ ନିଶ୍ଚିତ। କାରଣ ଭୋଟରଙ୍କ ବିଶ୍ୱାସ କୌଣସି ଉପହାର ନୁହେଁ, ଏହା ଏକ ଦାୟିତ୍ୱ ଯାହାକୁ ପ୍ରତିଦିନ ନିଜ କାମ ଦ୍ୱାରା ହିଁ ଜିତିବାକୁ ପଡ଼ିଥାଏ।